ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। ନାରୀ କେବଳ ପରିବାରର ନୁହେଁ, ସମାଜ ଓ ଜାତିର ମୂଳ ଶକ୍ତି ଭାବେ ପରିଚିତ। ନାରୀ ଶକ୍ତିର ବିଶାଳ ସମାଗମ ଭବିଷ୍ୟତ ଓଡ଼ିଶାର ଉନ୍ନତି ପାଇଁ ଏକ ସକାରାତ୍ମକ ସଂକେତ ବୋଲି ଅନୁଗୁଳରେ ଆୟୋଜିତ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନାରୀଙ୍କ ଉନ୍ନତି ବିନା ଦେଶର ସମ୍ପୂର୍ଣ୍ଣ ବିକାଶ ସମ୍ଭବ ନୁହେଁ ଓ ନାରୀ ସଶକ୍ତିକରଣ ହେଉଛି ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତର ମୂଳ ଆଧାର। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନୁଗୁଳ ଜିଲ୍ଲାରେ 90,000ରୁ ଅଧିକ ଲକ୍ଷପତି ଦିଦି ଥିବାବେଳେ ସମଗ୍ର ରାଜ୍ୟରେ 17 ଲକ୍ଷରୁ ଅଧିକ ଲକ୍ଷପତି ଦିଦି ଅଛନ୍ତି। 2014 ମସିହାରୁ ଏ ଭାରତ ବର୍ଷର ନେତୃତ୍ୱ ନେଲା ପରେ ନାରୀ ଶକ୍ତିକୁ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି। ମହିଳା ସଶକ୍ତିକରଣ କରିବା ପାଇଁ ଏବଂ ସେମାନଙ୍କୁ ଆଗକୁ ଆଣିବା ପାଇଁ ସେ ରାଜନୀତି କ୍ଷେତ୍ରରେ ହେଉ, ସାମାଜିକ କ୍ଷେତ୍ରରେ ହେଉ ଏବଂ ଆପଣଙ୍କର ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱ ଦିଆଯାଉଛନ୍ତି ଏବଂ ସେଥିପାଇଁ ବିଧାନସଭାରେ ସଂସଦରେ ମଧ୍ୟ କିଭଳି ଭାବରେ 33% କେମିତି ସେମାନଙ୍କର ପ୍ରତିନିଧିତ୍ୱ ରହିପାରିବ ତାକୁ ଆଧାର କରିକି ନାରୀ ଶକ୍ତି ବନ୍ଧନ ଅଧିନିୟମ ଇଏ ଆଣିଛନ୍ତି। ପାର୍ଲାମେଣ୍ଟରେ ଇଏ ଡିସ୍କସନ୍ ଚାଲିଛି। ନିଶ୍ଚିତ ଭାବରେ ଆମେ ସେଥିରେ ଆଶା ରଖୁଛୁ ଯେ ଯେହେତୁ ସମସ୍ତ ଜନସଂଖ୍ୟାର ଅଧା ହେଉଛନ୍ତି ମହିଳା ଏବଂ ସେମାନଙ୍କୁ ସମାନ ଅଧିକାର ଦେବାର ଇଏ ଗୋଟିଏ ବହୁତ ବଡ଼ ସାମ୍ବିଧାନିକ ବ୍ୟବସ୍ଥା ଭିତରେ ହେବା କଥା। ତାକୁ ଆଧାର କରିକି ଆଜି କରାଯାଉଛି। ଆମେ ତ ଆଶା ରଖୁଛୁ ନିଶ୍ଚିତ ଭାବରେ ଏହା ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିବା ପାଇଁ। ଅନୁଗୁଳ ଜିଲ୍ଲା ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ତରଫରୁ ଓଡ଼ିଆ ପକ୍ଷ 2026 ପାଳନ ଅବସରରେ ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ 1956 ଅନୁଯାୟୀ ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନମାନଙ୍କରେ ନାମ ଫଳକ ଓଡ଼ିଆ ଭାଷାରେ ଲେଖିବା ପାଇଁ ଏକ ସଚେତନତା ପଦଯାତ୍ରା ଏବଂ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଜେଲ୍ ରୋଡ୍, ସେଣ୍ଟ୍ରାଲ ଲଜ୍, ବଜାର ଛକ, ସୂଚନା କେନ୍ଦ୍ର ଛକ, ଥାନା ଛକ ଦେଇ ଅନୁଗୁଳ ପୌରପାଳିକା କାର୍ଯ୍ୟାଳୟଠାରେ ଶେଷ ହୋଇଥିଲା। ଓଡ଼ିଆ ପକ୍ଷ 2026 ପାଳନ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ଐତିହ୍ୟ ଗଣଦୌଡ଼ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ ଆଲୋକପାତ କରିଥିଲେ। ଏହି ଐତିହ୍ୟ ଗଣଦୌଡ଼ ଅନୁଗୁଳ ଇଣ୍ଡୋର ହଲ୍ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରି ଇଣ୍ଡୋର ହଲ୍ଠାରେ ଶେଷ ହୋଇଥିଲା। ଏହି ଗଣଦୌଡ଼ରେ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଜିଲ୍ଲା ସ୍କାଉଟ୍ସ ଓ ଗାଇଡ୍ସ ଛାତ୍ରଛାତ୍ରୀ, ଅନୁଗୁଳ ଜିଲ୍ଲା ଆସୋସିଏସନର କ୍ରୀଡ଼ାବିତ୍, ଅଭିଭାବକ, ବରିଷ୍ଠ ନାଗରିକ, ସାମ୍ବାଦିକଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲା ପାଇଁ ସୁନାମ ଆଣିଥିବା କୃତି କ୍ରୀଡ଼ା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଗୁଳ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତେ। ନବନିଯୁକ୍ତ ଅଧ୍ୟକ୍ଷ ନାଲକୋସ୍ଥିତ ନିଜ ବାସଭବନରୁ ପୂଜାର୍ଚ୍ଚନା କରି କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ଏକ ବିଶାଳ ଶୋଭାଯାତ୍ରାରେ ଅନୁଗୁଳ ମା ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଥିଲେ। ଗୁଣ୍ଡିଚା ମନ୍ଦିରଠାରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲା ବିଜେପି ସଭାପତି ଯଜାତି ପଟ୍ଟନାୟକ ପ୍ରମୁଖ ସ୍ୱାଗତ କରିଥିଲେ। ଗୁଣ୍ଡିଚା ମନ୍ଦିରଠାରୁ ଅନୁଗୁଳ ଜିଲ୍ଲାର ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା ଓ ସମସ୍ତ ବିଧାନସଭା କ୍ଷେତ୍ରରୁ ଆସିଥିବା ହଜାର ହଜାର କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁ ବିଧାୟକଙ୍କୁ ସ୍ୱାଗତ କରିଥିଲେ। ତ୍ରୟୋବିଂଶତମ ଅନୁଗୁଳ ମହୋତ୍ସବ 2026ର ଉଦ୍ଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଅନୁଗୁଳ ମାଟି ସଂସ୍କୃତି, ପରମ୍ପରା ଓ ଆତିଥ୍ୟତାରେ ସଦ୍ୟ ଅନନ୍ୟ ରହିଛି ଏବଂ ଏହି ମହୋତ୍ସବ ଅଞ୍ଚଳର ସାମୁଦାୟିକ ଏକତା ଓ ସାଂସ୍କୃତିକ ଗୌରବକୁ ଆହୁରି ମଜବୁତ କରୁଛି ବୋଲି କହିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।